ଗଣେଶଙ୍କୁ ପୂଜା କଲେ ସହଜରେ ଯମଦଣ୍ଡ ଲାଗେ ନାହିଁ କାହିଁକି? ଏହା ବ୍ରହ୍ମାଣ୍ଡ ପୁରାଣର ଏକ କଥା। ବ୍ରହ୍ମାଣ୍ଡ ପୁରାଣ ଅନୁସାରେ ଥରେ ଯମ ଶିବଙ୍କୁ ଦର୍ଶନ କରିବାକୁ କୈଳାସକୁ ଗଲେ। ଯେତେବେଳେ ଗଣେଶ ଦ୍ୱାର ଜଗିଥିଲେ, ଯମଙ୍କୁ ଦେଖି ଗଣେଶ ଭାବିଲେ ଯମ ହୁଏତ କାହାରି ଜୀବନ ନେବା ପାଇଁ ଏଠାକୁ ଆସୁଛନ୍ତି। ଏହା ଭାବି ସେ ତୁରନ୍ତ ଯମକୁ ମାଡ଼ି ବସିଲେ। ଏ ଅବସ୍ଥାକୁ ଉଦ୍ଧାର କରିବା ପାଇଁ ଯମ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ। ଯମଙ୍କ ପ୍ରାର୍ଥନା ଶୁଣି ବ୍ରହ୍ମା ଆସି ଗଣେଶକୁ ବୁଝାଉଥିବା ବେଳେ ଯମ ଭୟରେ ମୂଷା ରୂପ ଧାରଣ କରି ପଳେଇ ଯିବାକୁ ବସିଲେ। ମାତ୍ର ଗଣେଶ ତାଙ୍କୁ ଛାଡ଼ିବା ଲୋକ ନୁହଁ, ସେ ମୂଷା ରୂପରେ ମଧ୍ୟ ତାଙ୍କୁ ଭିଡ଼ି ଧରିଲେ। ଏଥିରେ ଯମ ମୂଷା ରୂପରେ ଗଣେଶଙ୍କ ବାହନ ହୋଇ ରହିଲେ। ସେହି ମୂଷାର ନାମ ହେଲା କାଳଯବନ। ତେଣୁ ଗଣେଶଙ୍କୁ ପୂଜା କଲେ ଯମ କଷ୍ଟ ସହଜରେ ଲାଗେ ନାହିଁ ବୋଲି ପୁରାଣରେ କଥା ଅଛି।